ଶିକୁଳିରେ ବିତୁଛି ସୁମିତ୍ରାର ଜୀବନ। ଆଜି ନୁହେଁ ଦୀର୍ଘ 15 ବର୍ଷରୁ ଉର୍ଦ୍ଧ୍ୱ ହେବ ରସିରେ ବନ୍ଧା ହୋଇ ଘରେ ପଡ଼ିଛି ସୁମିତ୍ରା। ଶ୍ରୀକୃଷ୍ଣ ଯେଉଁଭଳି ବନ୍ଦୀ ଘରେ ଜନ୍ମ ହୋଇଥିଲେ ଠିକ୍ ସେହିଭଳି ବନ୍ଦୀ ଘର ଭିତରେ ଜୀବନ ବିତାଉଛି ସୁଭଦ୍ରା। ଯଦି ରସି ଖୋଲି ଦେଉଛନ୍ତି ତେବେ ହଠାତ୍ ଘର ଭିତରୁ ବାହାରକୁ ଦୌଡ଼ି ଯାଉଛି, ଯାହାଫଳରେ ଗୋଡ଼ ବାନ୍ଧି ଗୋଟିଏ ଘରେ ସେବା ଶୁଶ୍ରୂଷା କରୁଛନ୍ତି ବାପା। ଏରସମା ବ୍ଲକ ପୋଖରିଆପଡ଼ା ଗ୍ରାମର ବିଚିତ୍ର ନାୟକ 3 ପୁଅ ଗୋଟିଏ ଝିଅକୁ ନେଇ ସଂସାର। ହଠାତ୍ ଝିଅ ଅସୁସ୍ଥ ହୋଇପଡ଼ିବା ସହିତ ମନକୁ ମନ କଥା ହେବା ଆରମ୍ଭ କରିଥିଲା, ଯାହାଫଳରେ ବିଚିତ୍ର ଅନେକ ମେଡିକାଲ ଝଡ଼ାଫୁଙ୍କା କରି କିଛି ସୁଫଳ ମିଳିଲା ନାହିଁ। ଯାହାକୁ ଦେଖି ଦେଖି ଝିଅ ଭଲ ହେବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା ପରେ ମା ଚିନ୍ତାରେ ଆଖି ବୁଜି ଦେଇଥିଲେ। ସେହି ଦିନଠାରୁ ସୁମିତ୍ରାର ବାପା ଓ ମାର ଭୂମିକା ନିଭାଉଛନ୍ତି ବାପା ବିଚିତ୍ର। ଆଖିରୁ 2 ଟୋପା ଲୁହ ନିଗାଡ଼ି ଦେଇ ଅନବରତ ଝିଅର ସେବା କରି ଚାଲିଛନ୍ତି। କେବେ ମନରେ କିଛି ଭାବି ନାହାନ୍ତି, ନିରନ୍ତର ଝିଅର ସେବାରେ ଲାଗି ପଡ଼ିଛନ୍ତି। ଯେଉଁ ଘର ଭିତରକୁ ଅନ୍ୟ ଲୋକ ଗଲେ ଗନ୍ଧରେ ନାକ ଟେକୁଛନ୍ତି, ସେଠି ବିନା ଦ୍ୱିଧାରେ ବାପା ତାଙ୍କର କର୍ତ୍ତବ୍ୟ କରି ଚାଲିଛନ୍ତି। ଶିକୁଳିରେ ସୁମିତ୍ରା ଜୀବନ ବିତାଉଥିବା ଖବର ପାଇବା ପରେ ପୋଖରିଆପଡ଼ାରେ ସୁମିତ୍ରାଙ୍କ ଘରେ ପହଞ୍ଚିବା ସହିତ ତାର ସୁସ୍ଥତା ପାଇଁ ପୁରୀ ଜିଲ୍ଲା କଣାସଠାରେ ରହିଥିବା ନୀଳାଚଳ ସେବା କେନ୍ଦ୍ରକୁ ନେବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷ ସ୍ନେହମୟୀ ଆଚାର୍ଯ୍ୟ। ଆଜିର ସମାଜରେ ଯେଉଁଠି ପିଲାମାନେ ଆଜିର ଦିନରେ ମଣିଷ ହେବା ପରେ ନିଜର ସ୍ତ୍ରୀ ପିଲାଙ୍କୁ ନେଇ ବାହାରେ ରହି ନିଜର ବାପା ମାଙ୍କୁ ପର କରିଦେଉଛନ୍ତି, ଆଜି ଏଠି ଦିନ ରାତି ଏକ କରି ଝିଅର ସେବାରେ ଲାଗି ପଡ଼ିଥିବା ବିଚିତ୍ର ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି କହିଛନ୍ତି ସ୍ନେହମୟୀ। ଯେଉଁଭଳି ସମାଜରେ ଦୁଷ୍ଟ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିବିଶେଷମାନଙ୍କୁ ନିଜର ସ୍ନେହର ଭଣ୍ଡାରରେ ଚିକିତ୍ସା କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସ୍ନେହମୟୀଙ୍କ ପ୍ରୟାସକୁ ନେଇ ସାଧାରଣ ଲୋକ ମଦର ଟେରେସାଙ୍କ ଭଳି ସେବାରେ ସ୍ନେହମୟୀ ସମସ୍ତଙ୍କଠାରୁ ଉର୍ଦ୍ଧ୍ୱରେ ବୋଲି କହିଛନ୍ତି। ସକାଳୁ ଶଯ୍ୟାତ୍ୟାଗଠାରୁ ନିଦ୍ରା ଯିବା ପର୍ଯ୍ୟନ୍ତ ଦିନରାତି ନରନାରାୟଣଙ୍କ ସେବାରେ ନିଜକୁ ନିୟୋଜିତ କରି ଚାଲିଛନ୍ତି ସ୍ନେହମୟୀ। ଆଜି ସୁମିତ୍ରାର ଅବସ୍ଥା ଦେଖିବା ପରେ ଆଖିରୁ 2 ଟୋପା ଲୁହ ନିକାଡ଼ି ଦେଇଛନ୍ତି। ଏହି ଝିଅକୁ ସୁସ୍ଥ କରିବା ପାଇଁ ଅପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷ ସ୍ନେହମୟୀ ଆଚାର୍ଯ୍ୟ। ଆଜି ସ୍ନେହମୟୀଙ୍କ ସହିତ ସମାଜସେବୀ ପ୍ରଶାନ୍ତ କୁମାର ସାମନ୍ତରାୟ, ଶରତ କୁମାର ଦାସ, ଅରୁଣା ସାମନ୍ତରାୟ, ସିଦ୍ଧେଶ୍ୱର ପଣ୍ଡାଙ୍କ ସହିତ ବ୍ୟାସ ଫାଉଣ୍ଡେସନର ସଦସ୍ୟମାନେ ପୋଖରିଆପଡ଼ାରେ ଶିକୁଳିରେ ବନ୍ଧା ସୁମିତ୍ରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିବା ସହିତ ଆସନ୍ତା ବୁଧବାର ସୁମିତ୍ରାଙ୍କ କଣାସ ନୀଳାଚଳ ସେବା ପ୍ରତିଷ୍ଠାନ ନେବା ପାଇଁ ଆଲୋଚନା କରିଛନ୍ତି। रिपोर्ट आवाज ओडिशा। मो ना प्रशांत कुमार सामंतराय, कृष्णचंद्रपुर कुजंग। कौन कहबे ए जो झीर कथा मु जने साधारण समाजसेवी, तेणु विभिन्न लोकों पाखे असहाय निसहाय लोकों पाखे मु पहुँचे। मो आखिर ये आसी पहुँचला। मुझे 4-5 मास है देखला मुझे दुखे दे पारे गोटे झी 22-23 वर्षर झी लंगड़ा होकर पड़ी और तार सेवा चलती बहुत चेष्टा करी। शेष सर्वशेष जाकि मु स्नेहमयी की कही आम व्यास फाउंडेसन ये केमती कौन नहीं उद्धार करके जहाँ कर आम द्वारा जमी सहयोग कर सहयोग करी जेहेतु मुझे सब जिते मत डाक मुझे कम करी। आज आसिक उपस्थित रहीचु एवं तांकर फाइनाल है जे बुधवार दिन से नहीं नीलांचल हॉस्पिटल पहुँचे। मु बाबा पाखे ये प्रार्थना करुच्ची ये दुखिनी झीटी माँ छेउंड झीटी केमती बाबा सदैव हूँ और मीडिया भाई मान द्वारा आज जी ये से प्रचार प्रसार हो समस्ते सहयोग करूँ एवं यही जहाँ आसूची आपण मैंने आणिकी व्यास फाउंडेसन में पहुँचातु और सहयोग हो भगवान दयार समस्ते भल हो जातु। आमर एति प्रार्थना साई बाबा पाखे। ମୁଁ ଦୈନିକ ସକାଳୁ ଉଠି ଝିଅର ଘର ଧୁଆଧୁଇ କରି ତାକୁ ଖାଇବା ପାଇଁ ଦେଇ ମୁଁ କାମ ଥିଲେ ବାହାରକୁ ଯାଏ। झीर कौन हेतला झीर ना कौन झीर कौन हेतला जे पेट बेला ଝିଅର କୋଭିଡ଼ ପାଖରୁ ତାର ମୁଣ୍ଡ ଖରାପ ହେଇଗଲା। तापर ताको मेडिकल भल मन्द देखा देखी करा ता बो चलीगला से एबे घरे एका अच्छी तार सेवा सुश्रूषा मुझे करुच्ची। कौन हेतला केमती कौन केमती एबळे हला कौन पई घरे बसी था समय हठात किना कहला ए आउचनी से हम कहउचनी हम कहउचनी हला हम कहलु कौन एमती हठात दिन है गुणी गाड़ी देखा पर हुकुम पाखु भी नेलु किसी
ହେଲାନି ଲାଷ୍ଟକୁ ମେଡ଼ିକାଲ ନେଇ ଦେଖିବାରେ ବାଗ ହେଇଯାଇଥିଲା 2-3 ମାସ ହେଲା ଏଇଠି ଆଉ ଔଷଧ ଖାଉନାହାନ୍ତି ଦେହ ଖରାପ ଅଛି ଘରେ। କେତେ ବର୍ଷ ହେଲାଣି ଝିଅକୁ ଏମିତି ଏଇଭଳି ଭାବରେ? କୋଭିଡ଼ ପାଖରୁ 5 ବର୍ଷ ଖଣ୍ଡ 5-6 ବର୍ଷ ହେବ ଆଜ୍ଞା 6 ବର୍ଷ ଖଣ୍ଡ ହେବ। ସେବା ଆପଣ କେମିତି କ'ଣ କରୁଛନ୍ତି? ଏତେ ଇଏ ଥାଇକି ଝିଅଟି ବର୍ତ୍ତମାନ ଏଇଭଳି ଅବସ୍ଥାରେ ଅଛି, ଆପଣ କେଉଁ ଟାଇପ୍ର ସେବା କରୁଛନ୍ତି? ହଁ ମୁଁ ଭାବେନି କିଛି ମୁଁ ମୋର ସଫାସଫି ଘର ଭଲ ମନ୍ଦ ଖାଇବାକୁ ଜଗି କୁଆଡ଼େ ବନ୍ଧୁବାନ୍ଧବ ଘର ଯାଇପାରେନି, ଯୁଆଡ଼େ ଯାଇଥାଏ ସାଙ୍ଗରେ ଆସି ପହଞ୍ଚେ। ବର୍ତ୍ତମାନ ସ୍ନେହମୟୀ ମ୍ୟାଡ଼ାମ୍ ଆସିଛନ୍ତି, ବର୍ତ୍ତମାନ ତାଙ୍କୁ ହଁ ବର୍ତ୍ତମାନ ସ୍ନେହମୟୀ ମ୍ୟାଡ଼ାମ୍ ଆସିଛନ୍ତି, ଆଉ ଆମର ପ୍ରଶାନ୍ତ ବାବୁ ଅନ୍ୟମାନେ ସବୁ ଆସିଛନ୍ତି। ଝିଅକୁ ନେବେ ନୀଳାଞ୍ଚଳ ସେବା ନେଇ ତାକୁ ଭଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ବୁଧବାର ଦିନ ନେବା ପାଇଁ ଅଛି। କୃଷ୍ଣଚନ୍ଦ୍ରପୁର ନା କ'ଣ ଅରୁଣା ସାମନ୍ତରାୟ ଘର ଦେଖିଲୁ ଯେ ଝିଅଟି ଯେଉଁ ଅବସ୍ଥାରେ ପଡ଼ିଛି, ଆଗରୁ ବି ଶୁଣିଥିଲୁ ସେ ଝିଅ କଥା। ସେ ମୋ ସ୍ୱାମୀ ବହୁତ ଚେଷ୍ଟା କରିଥିଲେ ଯେ ତାକୁ ନେବା ପାଇଁ, ଦେଖାଇବା ପାଇଁ, ଭଲ କରିବା ପାଇଁ, କିନ୍ତୁ ଯେହେତୁ ଝିଅଟି ଜଣଙ୍କର ଝିଅ ଆମେ କେମିତି ନେବୁ ତାକୁ, ତେଣୁ ନ୍ୟୁଜ୍ ବାଲାଙ୍କୁ ଡାକିକିରି ସେ ଯୋଗାଯୋଗ କଲେ। ସ୍ନେହମୟୀ ଶୁଣିଲେ ଯେ ସ୍ନେହମୟୀ ମ୍ୟାଡ଼ାମ୍ ବହୁତ ସାହାଯ୍ୟ କରୁଛନ୍ତି ଏ ଦୁଃଖୀ ଦରିଦ୍ରଙ୍କ ଅସହାୟମାନଙ୍କୁ ନେଇକରି ଦେଖେଇ ମେଡ଼ିକାଲରେ ଦେଖେଇ ଭଲ କରୁଛନ୍ତି। ତେଣୁ ତାଙ୍କ ସହିତ ଯୋଗାଯୋଗ କରି ସେ ଆଣିକିରି ତାଙ୍କୁ ନେବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଆପଣ କ'ଣ ଆଶା ରହିଛି ବର୍ତ୍ତମାନ ସ୍ନେହମୟୀ ମ୍ୟାଡ଼ାମ୍ ଆସିଛନ୍ତି, ଆପଣ କେମିତି କ'ଣ ସ୍ନେହମୟୀଙ୍କର ବିଶ୍ୱାସ ରହିଛି? ବିଶ୍ୱାସ ରହିଛି ଯେ ସେ ନିଶ୍ଚିନ୍ତ ନେଇ ତାକୁ ଆରୋଗ୍ୟ କରିପାରିବେ। ଝିଅଟି ଯେମିତି ପରିସ୍ଥିତିରେ ଯେଉଁ ଅଛି ଭଲ ହେଇପାରିବ ବୋଲି ମୋତେ ଆଶା।